ନାବାଳିକାଙ୍କୁ ଅପହରଣ, ରାତି ସାରା ବଞ୍ଚିବା ପାଇଁ ଲଢ଼େଇ, ହାତ ଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ିଲେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକା 14 ବର୍ଷଙ୍କୁ ଅପହରଣ କରି ନେଇଥିଲେ ଜଙ୍ଗଲରେ ହାତ ଗୋଡ଼ ବାନ୍ଧି ଛାଡ଼ିବା ଓ ନାବାଳିକା ଜଣକ କୌଣସି ମତେ ଜୀବନ ବଞ୍ଚାଇ ସେଠାରୁ ଫେରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ପରିବାର ବର୍ଗ ବେଲଘର ଥାନାରେ ଏତଲା ଦେବା ପରେ କେସ୍ ନମ୍ବର 10ରେ ରୁଜୁ ହୋଇଛି। ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାରୁ ସୂଚନା ମିଳିଛି। ନାବାଳିକା ଗତକାଲି ସକାଳେ ଏକୁଟିଆ ଗାଧୋଇବାକୁ ନଦୀକୁ ଯାଉଥିଲେ। ଏହି ସମୟରେ 2 ଜଣ ଯୁବକ ତାଙ୍କୁ ସେଠାରୁ ଉଠାଇ ଏକ ଘଞ୍ଚ ଜଙ୍ଗଲକୁ ନେଇଯାଇଥିଲେ। ନାବାଳିକାଙ୍କ ପୋଷାକ ଚିରିଦେବା ସହ ଭିଡ଼ିଓ ଭାଇରାଲ କରିଦେବା ଧମକ ଦେଇଥିଲେ। ତାଙ୍କୁ ନିସ୍ତୁକ ମାଡ଼ ମାରି ପାଟିରେ କପଡ଼ା ଦେଇ ହାତ ଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ି ପଳାଇଥିଲେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ, କମେଣ୍ଟ ମଧ୍ୟ କରିବେ। ହିଂସ୍ର ଜନ୍ତୁଙ୍କ ଭୟରେ ଶୀତ ଓ କାକର ନାବାଳିକା ଜଣକ ଜଙ୍ଗଲରେ ରାତି କାଟିବା ସହ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ। ଶେଷରେ ଆଜି ସକାଳେ ସେ ଘରକୁ ଫେରି ସବୁ ଜଣାଇବା ପରେ ପରିବାର ବର୍ଗ ଥାନାରେ ଏତଲା ଦେଇଛନ୍ତି। ନାବାଳିକା ଜଣକ ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ଏଯାବତ୍ କିଛି ସ୍ପଷ୍ଟ ହୋଇପାରିନି। ଏନେଇ ତନାଘନା ଜାରି ରହିଥିବା ସୂଚନା ମିଳିଛି। ବେଲଘର ଥାନା ପୋଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ନାବାଳିକାଙ୍କୁ ଅପହରଣ କରାଯାଇଛି, ହାତ ଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ରାତି ସାରା ବଞ୍ଚିବା ପାଇଁ ସେ ନାବାଳିକା ସଂଘର୍ଷ ମଧ୍ୟ କରିଛି। ଜୟ ଜଗନ୍ନାଥ।